ଏବେ ତୃଷ୍ଣାଙ୍କର ବାହାଘର କଥା ବି ଗୋଟେ ଉଠୁଛି କୁଆଡେ ତୃଷ୍ଣାଙ୍କର ଅଲଗାଠି ବାହାଘର ହବାର ଥିଲା ଯୋଉଥିପାଇଁ ବିବାଦ ଧୀରେ ଧୀରେ ଆଗକୁ ବଢିଥିଲା ବାହାଘର କଥା ଆଜ୍ଞା କେତେ ସତ୍ୟ ରହିଛି ଆଗକୁ ଥିଲା ମାନେ ଏବେ କୁହାଯାଉଛି ଯେ ବାହାଘର ନେଇକି ଯେତେବେଳେ ମୃତ୍ୟୁ ଘଟିଲା ଯେ ଉଭୟ ପରିବାରଙ୍କ ଭିତରେ ତାଙ୍କ ପରିବାର ଲୋକ ଚାହୁଁଥିଲେ ଯେ ତୃଷ୍ଣାଙ୍କର କୋଉଠି ଅନ୍ୟତ୍ର ବାହାଘର କରେଇଦେବା ପାଇଁ ଏକଥା କଣ ଆଜ୍ଞା ସତ ଆମେ ଜମା ସେଗୁରା କରୁନୁ ତାଙ୍କର ଯେତେବେଳେ ବନ୍ଧୁବାନ୍ଧବ ଯେତେବେଳେ ରାହୁଲ ମରିଲା 12 ଦିନ କି 12 ଦିନ ବୋଧେ 11 ଦିନ ତାଙ୍କ ବନ୍ଧୁବାନ୍ଧବ କହିଲେ ତାକୁ ତ 24 ବର୍ଷ ହେଇଛି ଆଉ ତୁ ଗୋଟେ ମୁଣ୍ଡରେ ସ୍ଥିର କର କାଲି ସକାଳେ ସିଏ ଯେତେବେଳେ କହିଲା ନାଇଁ ମୋର ସ୍ଥିର ନାହିଁ ମୋର ଆଉ ଦ୍ୱିତୀୟ ବିବାହ ନାହିଁ ସେ ମନା କଲା ଆମେ ସେଇଠି ବି ଆମେ ସମସ୍ତେ ବସିଥିଲୁ ଆମକୁ ସମସ୍ତେ କହିଲେ ଯେ ମା ଟା କହିବନି ନା ମା ବି ମନ ଥିଲେ ବି ମା କହିବନି ଏ ପରିସ୍ଥିତିରେ ଯୋଉଟା ଯାଇଛି ମା କେମିତି କହିବ ସେ ତାଙ୍କ ବନ୍ଧୁବାନ୍ଧବ ପଚାରିଲେ ସେ ମନା କଲେ ଆମ ଉପରେ ତ ବାହାଘର କଥା କହିଲେ ସେ ନାଚୁଛି ଯଦି ମୁଁ ଯଦି ବାହାଘର କରିବାକୁ ଆମେ ଯଦି ରାଜି ଥାନ୍ତେ ମୁଁ ତ ତାକୁ ଶୁଦ୍ଧି କରିବାକୁ ଦେଇନଥାନ୍ତି ମୁଁ ସେଇଦିନ ତାକୁ ନେଇ ଆସିଥାନ୍ତି ତାର ମାନେ କିଛି ଓଷା ପର୍ବ ହେଇନି ମୁଁ ତାକୁ ତ ନେଇ ଆସିଥାନ୍ତି ଯେହେତୁ 8 ବର୍ଷର ସେ ପୁଅକୁ ଭଲ ପାଇଥିଲା ସେ 2 ଜଣଙ୍କର ଭଲ ପାଇବା ବହୁତ ଭଲ ମୁଁ ମୋ ଜୋଇଁଟା ଚାଲି ଯାଇଛି ମୁଁ କହିବି ଯେ ମୋ ଝିଅକୁ ମୁଁ ବାହାଘର କରିବା କଥା ସେଠି ପକେଇବି